एकदम क्रीमी क्रीमी और राबिड़ी परी मलाईदार बहुत ही स्वादिष्ट रेसिपी खीरी ଯାହାର କି ନା ଶୁଣିଲେ ଲାଗିଥାଏ ଯେପରି କୌଣସି ପର୍ବପର୍ବାଣୀ କି ବାହାଘର ବା ବ୍ରତଘର ଚାଲିଛି। ନମସ୍କାର, ମୁଁ ସୋନାଲି, ଆପଣ ସମସ୍ତଙ୍କୁ ସୋନାଲିସ୍ କିଚେନକୁ ଅନେକ ଅନେକ ସ୍ୱାଗତ। ଆଗକୁ ତ ଆସୁଛି ରଥଯାତ୍ରା, ତେଣୁ ଆଜି ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି ରଥଯାତ୍ରା ସ୍ପେଶିଆଲ ଚାଉଳ କ୍ଷୀରି। ଅତି ସୁଆଦିଆ, ବାସ୍ନା ଓ ଫ୍ଲେଭରରେ ଭରପୁର ଭୋଜି ଷ୍ଟାଇଲର ଚାଉଳ କ୍ଷୀରି। ଭିଡିଓରେ ଦିଆଯାଇଥିବା ଛୋଟ ଛୋଟ ଟିପ୍ସ ସବୁକୁ ଆପଣମାନେ ଧ୍ୟାନ ରଖନ୍ତୁ। କ୍ଷୀରି ପ୍ରସ୍ତୁତ କରନ୍ତୁ, ଥଣ୍ଡା ଖାଆନ୍ତୁ ବା ଗରମ ଖାଆନ୍ତୁ, ଯେମିତି ଆପଣଙ୍କୁ ପସନ୍ଦ। ନିଶ୍ଚୟ ବନାନ୍ତୁ, ବନେଇକି ସାରିଲା ପରେ କେମିତି ଲାଗିଲା ମୋ ସହିତ ଆପଣଙ୍କର ଏକ୍ସପିରିଏନ୍ସ ନିଶ୍ଚୟ ସେୟାର କରନ୍ତୁ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିନେବା ଆଜିର ରଥଯାତ୍ରା ସ୍ପେଶିଆଲ ଚାଉଳ କ୍ଷୀରିର ରେସିପି। ମାର୍କେଟରେ କ୍ଷୀରି ବନେଇବା ପାଇଁ ଯୋଉ ଚାଉଳ ଆସେ ଏମିତି ଛୋଟ ଦାନା ବାଲା, ମୁଁ ସେଇ ଚାଉଳ ନେଇଛି। 100 ଗ୍ରାମର ଚାଉଳ ଏଇଠି ମୁଁ ନେଇଛି। ଯଦି ଆପଣଙ୍କ ପାଖରେ ତାହା ଆଭେଲେବୁଲ ନୁହଁ ତାହେଲେ ନର୍ମାଲ ଅରୁଆ ଚାଉଳ ନେଇପାରିବେ। ଚେଷ୍ଟା କରିବେ କ୍ଷୀରି ବନେଇବା ପାଇଁ ନୂଆ ଅରୁଆ ଚାଉଳର ବ୍ୟବହାର କରିବା ପାଇଁ। ପାଖାପାଖି ହାଫ୍ କପ୍ ମାନେ କି 100 ଗ୍ରାମର ଚିନି ଏଇଠି ବ୍ୟବହାର କରୁଛି। ଚିନିର ପରିମାଣ ଆପଣ ଆପଣଙ୍କର ସ୍ୱାଦ ଅନୁସାରେ କମ୍ ବେଶୀ କରିପାରିବେ। 120 ml ର କଣ୍ଡେନ୍ସ ମିଲ୍କ ଏଇଠି ନେଇଛି। 4 ରୁ 5 ବଡ଼ ଚାମଚ ଘିଅ ବ୍ୟବହାର କରିବେ ଏଇଥିରେ। ଆଉ କିଛି ପିସ୍ତା ଏଇଠି ମୁଁ ଛୋଟ ଛୋଟ ଖଣ୍ଡ କାଟିକି ନେଇଛି। ଆଉ 2 ଫାଳ କରିକି କାଜୁ ଏବଂ କିଛି ଗୋଟା କିସମିସ୍, କିଛି କ୍ରସ୍ କରିକି ନେଇଛି ଗୁଜରାତି ଗୁଣ୍ଡ, ଆଉ 3ଟି ତେଜପତ୍ର, ଯୋଉଟା କି ଆର ଫ୍ଲେଭର ବହୁତ ବଢିଆ ଆସିଥାଏ। 2.5 ଲିଟର ଅଫ୍ କ୍ଷୀର ମୁଁ ବ୍ୟବହାର କରୁଛି ଏଠି 100 ଗ୍ରାମ ଚାଉଳର କ୍ଷୀରି ପ୍ରସ୍ତୁତ ପାଇଁ। କ୍ଷୀରି ବନେଇବା ପାଇଁ ଯୋଉ ଚାଉଳ ମୁଁ ନେଇଥିଲି ତାକୁ ଭଲ ଭାବରେ 2 ରୁ 3 ଥର ପାଣିରେ ଧୋଇଦେଲା ପରେ ସଫା ପାଣିରେ ଆକୁ ମିନିମମ୍ ହାଫ୍ ଆନ୍ ଆୱାର ପାଇଁ ବତୁରେଇ ନେବେ। ଏଇଠି ମୁଁ ପୂର୍ବରୁ ଅଧଘଣ୍ଟା ପାଇଁ ଚାଉଳକୁ ବତୁରେଇକି ନେଇଥିଲି। ଯଦି ଆପଣଙ୍କ ପାଖରେ ବେଶୀ ସମୟ ଅଛି ତାହେଲେ 1 ଘଣ୍ଟା ପର୍ଯ୍ୟନ୍ତ ବତୁରେଇକି ରଖନ୍ତୁ। ଚାଉଳ ଯେତେ ଭଲ ଭାବରେ ବତୁରିବ, କୁକ୍ ହବା ପାଇଁ ତାକୁ ସେତେ କମ୍ ସମୟ ଲାଗିବ। ଚାଉଳ ତ ଆମର ରେଡି ହେଲାଣି। ଚାଲନ୍ତୁ ଏବେ ଯିବା ନେକ୍ସଟ ଷ୍ଟେପକୁ। ଏବେ ଗୋଟେ ବଡ଼ ସାଇଜର କଢ଼େଇ ନେଇଛି। ସେଥିରେ 2 ଚାମଚର ମୁଁ ଘିଅ ଦେଇଛି। ଘିଅ ଦେଲା ପରେ 2 ଫାଳ କରିକି ରଖିଥିବା କାଜୁକୁ 5 ରୁ 6 ମିନିଟ୍ ପର୍ଯ୍ୟନ୍ତ ପୁରା ଲୋ ଫ୍ଲେମ୍ରେ ଏମିତି ଭାଜିକି ନେଇଛି। ତାପରେ ଯୋଉ କିସମିସ୍ ନେଇଥିଲି ତାକୁ ମଧ୍ୟ ଏମିତି ମୁଁ ଭାଜିକି ନେଇଛି। କାଜୁ ଓ କିସମିସ୍ ଏଇଠି ଭାଜି ନେଲା ପରେ ମୁଁ ଗୋଟେ ପାତ୍ରରେ ଅଲଗା କରି ନେଇଛି। ତାପରେ ସେଇଥିରେ ଯୋଉ ବଳକା ତେଲ ଅଛି ତା ଦେହରେ ଆଉ 3 ରୁ 4 ଚାମଚ ତେଲ ମୁଁ ଏକ୍ସଟ୍ରା ଆଡ୍ କରୁଛି। ତେଲ ଗରମ ହେଲା ପରେ 2 ଚାମଚ ଚିନି ମୁଁ ତେଲ ସହିତ ଦଉଛି, ଯୋଉଟା କି ଆମର କ୍ୟାରାମେଲ ହବ ଆଉ ଗୋଟେ ଭୋଜି ଷ୍ଟାଇଲର କ୍ଷୀରିର ଲୁକ୍ ଦବ। କ୍ୟାରାମେଲ କଲା ସମୟରେ ଧ୍ୟାନ ରଖିବେ ଗ୍ୟାସର ଫ୍ଲେମ୍ ପୁରା ଲୋ ରହିବା ଦରକାର। ସଡନ୍ ଯେତେବେଳେ ବବଲ୍ସ କ୍ରିଏଟ୍ କରିବା ଷ୍ଟାର୍ଟ ହେଇଯିବ ସେତେବେଳେ ଆମେ ଯୋଉ ବତୁରେଇକି ରଖିଥିବା ଚାଉଳ ସେଇଥିରେ ଆଡ୍ କରିବା। ମନେ ରଖିବେ ସେଇ ସମୟରେ ଚିନି ଯେମିତି ପୋଡ଼ି ନଯାଏ। ଯଦି ଚିନି ପୋଡ଼ିଯିବ ତାହେଲେ କ୍ଷୀରିରେ ଗୋଟେ ପିତାଳିଆ ଟେଷ୍ଟ ଆସିବ, ଯୋଉଟା କି ବିଲକୁଲ ବି ଭଲ ଲାଗିବନି ଖାଇବାକୁ। ଯେହେତୁ ମୁଁ କ୍ୟାରାମେଲାଇଜ କରିଛି ତ କ୍ଷୀର ସଡନ୍ ଏଇଥିରେ ଆଡ୍ କରିଦେଲେ କ୍ଷୀର ଛିଣ୍ଡି ଯିବାର ସମ୍ଭାବନା ଥାଏ। ସେଇଥିପାଇଁ ମୁଁ 1 କପ୍ ପାଣି ଏଇଠି ଦେଇକି ଆକୁ କିଛି ସମୟ ଚଲେଇ ନେଉଛି। ଏବେ ମୁଁ କ୍ଷୀରିରେ ଭଲ ବାସ୍ନା ପାଇଁ 3ଟି ତେଜପତ୍ର ଆଡ୍ କରୁଛି। ଭଲ ଭାବରେ ତାକୁ ଚଲେଇ ନେଉଛି। ଏବେ ଏହି ଷ୍ଟେଜରେ ମୁଁ କ୍ଷୀର ଆଡ୍ କରିବି। କ୍ଷୀରି ବନେଇବା ପାଇଁ ମୁଁ ଏଇଠି 100 ଗ୍ରାମ ଚାଉଳର ବ୍ୟବହାର କରିଥିଲି। ସେଇଥିପାଇଁ 2.5 ଲିଟରର କ୍ଷୀର ମୁଁ ଏଇଥିରେ ଆଡ୍ କରିବି। ଯଦି ଆପଣ ଚାହିଁବେ 3 ଭାଗ କ୍ଷୀର ଆଉ 1 ଭାଗ ପାଣିର ମଧ୍ୟ ବ୍ୟବହାର କରିପାରିବେ। ଆକୁ ଏମିତି 40 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ପାଇଁ ଦେବେ। ଚାଉଳ ମଧ୍ୟ ଏଇଠି ଭଲ ଭାବରେ ସିଝି ଆସିଲାଣି ଆମର। ଏବେ এই ଷ୍ଟେଜରେ ମୁଁ ଦେବି ଯୋଉ ଗୁଜରାତି ଗୁଣ୍ଡ କରିକି ରଖିଥିଲି ତାକୁ। ଲାଷ୍ଟରେ ମୁଁ ଏଇଟା ଆଡ୍ କରୁଛି। 120 ml ଅଫ୍ କଣ୍ଡେନ୍ସ ମିଲ୍କ ମୁଁ ଏବେ এই ଷ୍ଟେଜରେ ଏଇଥିରେ ଆଡ୍ କରୁଛି। ଏବେ ମୁଁ ଏଇଥିରେ ହାଫ୍ କପ୍ ମାନେ କି ପାଖାପାଖି 100 ଗ୍ରାମ ଚିନି ବ୍ୟବହାର କରୁଛି। ଲାଷ୍ଟରେ ମୁଁ ଚିନି ଆଡ୍ କରୁଛି। ଚିନି ଦେଲା ପରେ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ କ୍ଷୀରିକୁ ଲୋ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବେ। କାରଣ ଚିନି ଦେଲା ପରେ ଏଇଟା ଟିକେ ପାଣିଆ ଲାଗିଥାଏ, ତ ସେଇଟା ଆଉ ଥରେ ପୁଣି ବହଳିଆ ଟେକ୍ସଚରକୁ ଆଣିବା ପାଇଁ ମୁଁ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ଏମିତି ଲୋ ଫ୍ଲେମ୍ରେ ଆକୁ ଫୁଟିବା ପାଇଁ ଛାଡ଼ି ଦଉଛି। କ୍ଷୀରି ଆମର ଭଲ ଭାବରେ କୁକ୍ ହେଇଯାଇଛି। କୁକ୍ ହେଲା ପରେ ମୁଁ ଆକୁ ଗୋଟେ ଅଲଗା ପାତ୍ରରେ ଟ୍ରାନ୍ସଫର କରିଦେଇଛି।
तापरे मु जो भाजिकी रखिथिली काजू एवं किसमिस ताकू एथिरे ऐड करूछि। काटिकी रखिथिबा किछि पिस्ता को मध्य ता उपरे देइकी गार्निश कर नउछि। वीडियो को स्किप न करी पूरा देखंतु। छोट छोट टिप्स सब मु एठी शेयर करछि। आपणाकु ठंडा चाहिए खाई परिबे बा गरम खांतु जेमति आपणकर पसंद। आशा करी आज रेसिपीटी आपण मानक निश्चय भल लगी। जदि भल लगी वीडियो को लाइक करंतु, फ्रेंड सर्कल सहित शेयर करंतु। आ जदि मो चैनल रे नुआ ताहेले चैनल को सब्सक्राइब करंतु। पाखरे थिबा बेल आइकन को क्लिक करंतु जहा द्वारा मु अपलोड करथिबा प्रतिटी नुआ वीडियो रे नोटिफिकेशंस आपण सर्वप्रथमे पाई परिबे। ताहेले आज पई एतिकी देखा होबा आ गोटे नुआ रेसिपी सहित। जदि आपण माने मो चैनल रे आपणकर पसंदीदा कोनोसी रेसिपी देखिया पे चाहुचंती ताहेले कमेंट बॉक्स रे कमेंट करिकि मते जणांतु। धन्यवाद।